ପିଲାମାନେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ବା OSSC ତରଫରୁ ଆପଣଙ୍କ ପାଇଁ ଆଉ ଏକ ନୂଆ ନୋଟିସ୍ ରିଲିଜ୍ କରିଦିଆଯାଇଛି। ତ ଆପଣଙ୍କର ଯେଉଁ CGL 2023ର ଏକ୍ଜାମ୍ ଡେଟ୍ ଆପଣଙ୍କୁ ଜଣାଥିବ, ଯେଉଁଟାକି 23 ତାରିଖରେ ହେବା ପାଇଁ ଯାଉଛି। ତ ତା'ର ଆଡ଼ମିଟ୍ କାର୍ଡ଼ ରିଲିଜ୍ କରିଦିଆଯାଇଛି। ତ ଏହି ଭିଡ଼ିଓରେ ଆମେ ଡିଟେଲରେ ଡିସ୍କସନ୍ କରିବା ଆଡ଼ମିଟ୍ କାର୍ଡ଼ ଆପଣ କିପରି ଡାଉନଲୋଡ଼୍ କରିବେ। ତ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ୍ ମଧ୍ୟ କରିଦେବେ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରିବେ। ତ ଆପଣ ଯଦି OSSCର ଅଫିସିଆଲ ୱେବସାଇଟ୍କୁ ଆସିବେ ତ ଆପଣ ଦେଖିପାରୁଥିବେ ଏଠି 10 ତାରିଖରେ ଆପଣଙ୍କର ନୋଟିସ୍ଟି ରିଲିଜ୍ ହୋଇଯାଇଛି। ଡାଉନଲୋଡ଼୍ ଦ ଆଡ଼ମିସନ୍ ଲେଟର୍ ଫର୍ ଦ ପ୍ରିଲିମିନାରୀ ଏକ୍ଜାମିନେସନ୍ ଅଫ୍ କମ୍ବାଇନ୍ ଗ୍ରାଜୁଏଟ୍ ଲେବୁଲ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ 2023। ତ ଏହାର ଆଡ଼ମିଟ୍ କାର୍ଡ଼ର ଯେଉଁ ନୋଟିଫିକେସନ୍ଟି ଆସିଯାଇଛି, ଆପଣ ଏବେ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼୍ କରିପାରିବେ। ତ ଆଡ଼ମିଟ୍ କାର୍ଡ଼ କିପରି ଡାଉନଲୋଡ଼୍ କରିବେ? ତ ଆପଣ ଏଇ ଅଫିସିଆଲ ୱେବସାଇଟ୍ରେ ଏଇଠି ଉପରେ ଅଛି ଲଗ୍ଇନ୍ ଅପସନ୍, ଏ ଲଗ୍ଇନ୍ ଉପରେ କ୍ଲିକ୍ କରିବେ ଏବଂ ଡେସ୍କ୍ରିପସନ୍ରେ ମଧ୍ୟ ଆପଣଙ୍କୁ ଡାଇରେକ୍ଟ ଲିଙ୍କ୍ ମିଳିଯିବ, ସେଥିରେ ମଧ୍ୟ ଆପଣ କ୍ଲିକ୍ କରିକି ଡାଇରେକ୍ଟ ଏହି ପେଜ୍କୁ ଆସିପାରିବେ ଏବଂ ଡାଉନଲୋଡ଼୍ କରିପାରିବେ। ତ ଲଗ୍ଇନ୍ ଉପରେ ଆପଣ କ୍ଲିକ୍ କରିବେ। ଲଗ୍ଇନ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କର ଏଇଭଳି ଇଣ୍ଟରଫେସ୍ ଆସିଯିବ। ତ ଆପଣ ଏଇଠି ମୋବାଇଲ୍ ନମ୍ବର ଆପଣଙ୍କର ଏଣ୍ଟର କରିଦେବେ ଏବଂ ପାସୱାର୍ଡ଼ ଯାହା ରଖିଥିବେ ଏଇଠି ଏଣ୍ଟର କରିଦେବେ ଏବଂ କ୍ୟାପଚା କୋଡ଼୍ ଏଠି ଏଣ୍ଟର କରିକି ଲଗ୍ଇନ୍ରେ କ୍ଲିକ୍ କରିଦେବେ। ଆପଣଙ୍କର ଆକାଉଣ୍ଟ ଲଗ୍ଇନ୍ ହୋଇଯିବ ଏବଂ ଯଦି ଆପଣଙ୍କର ପାସୱାର୍ଡ଼ ଭୁଲି ଯାଇଛନ୍ତି ତ ଏଠି ମୋବାଇଲ୍ ନମ୍ବର କ୍ଲିକ୍ କରିବେ ଏବଂ ଏଇଠି ଯେଉଁ ଲଗ୍ଇନ୍ ୟୁଜିଂ OTP ଅଛି ୟା ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କରିବା ପରେ କ୍ୟାପଚା ମଧ୍ୟ ଆପଣ ଏଠି ଦେଇଦେବେ। ତାପରେ ଲଗ୍ଇନ୍ ଉପରେ କ୍ଲିକ୍ କରିବେ। ଆପଣଙ୍କର ମୋବାଇଲ୍ ଯେଉଁ ନମ୍ବର ରେଜିଷ୍ଟ୍ରେସନ୍ ଥିବ ଆପଣଙ୍କର ସେଥିରୁ ଗୋଟେ OTP ଆସିବ। ତ ସେଇ OTPଟା ଏଠି ଟାଇପ୍ କରିକି ଆପଣ ଲଗ୍ଇନ୍ ମଧ୍ୟ କରିପାରିବେ। ତ ଲଗ୍ଇନ୍ କରିବା ପରେ ଆପଣଙ୍କର ଏଇଭଳି ଇଣ୍ଟରଫେସ୍ ଆସିଯିବ। କମ୍ବାଇନ୍ ଗ୍ରାଜୁଏଟ୍ ଲେବୁଲ୍ ଏକ୍ଜାମିନେସନ୍ CGL ଆପଣଙ୍କର 2023। ତ ଏଇଠି ଆପଣ କ୍ଲିକ୍ କରିବେ। କ୍ଲିକ୍ ହିୟର୍ ଟୁ ଡାଉନଲୋଡ଼ ୟୋର୍ ଆଡ଼ମିଟ୍ କାର୍ଡ଼ ଫର୍ ଦିସ୍ ପୋଷ୍ଟ। ଏଇଠି ଆପଣ କ୍ଲିକ୍ କରିବା ପରେ ଆପଣଙ୍କର ଆଡ଼ମିଟ୍ କାର୍ଡ଼ଟି ଡାଉନଲୋଡ଼ ହୋଇଯିବ ଏବଂ ତାପରେ ଆପଣ ତାହାକୁ ପ୍ରିଣ୍ଟ ବାହାର କରି ଏକ୍ଜାମିନେସନ୍କୁ ନେଇକି ଯାଇପାରିବେ। ତ ଏହା ଥିଲା ଡାଉନଲୋଡ଼ କେମିତି ଆପଣ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିବେ ତା'ର ଫୁଲ୍ ପ୍ରୋସେସ୍। ତ ଯଦି ଇନଫର୍ମେସନ୍ଟି ଭଲ ଲାଗିଛି ନିଶ୍ଚୟ ଭାବରେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ ଏବଂ ଚ୍ୟାନେଲକୁ ନୂଆ ଥିଲେ ଏବେ ସବସ୍କ୍ରାଇବ୍ କରିଦେବେ, ଯାହାଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ଆପଣ ପାଇପାରିବେ। ଥ୍ୟାଙ୍କ ୟୁ।